कुचो बंदारी पन्ना बेलाउछो बसी जा बाबा बसी जा आम कथा जानछे बस तू नहीं के पार्टी थोड़ा उठो सारे पार्टी करो ना चतुर पण प्रवीण गण नाम शरण हां मणि एक कोला कल्पना नित्य चतुर पण प्रवीण चतुरतार प्रवीण नो माने सही पंडित माने आज्ञा ये कथा गुटिके विचार करो परंतु गणना भूषण पंडित मानक भितर जे भूषण स्वरूप ये कथा से विचार नियंत लागे कौन विचार करिवे कौन करिए ना तापो अपगा तरुणी अराती राती तरुणी भव सुधा सुधा पूर्ण विधि तापो अपगा तरुणी देखो ए जो पिताप आम मान को पीड़ा दउछि आदि दैनिक आदि भौतिक अध्यात्मिक ए पिताप उद्धार हबे प्रत्येक पिताप उद्धार हबा पाई ये होछि तरुणी स्वरूप आज्ञा तापो अपगा तरुणी राती राती तरुणी अराती रूपक घन अंधकार को शत्रु रूपक घन अंधकार को पंडित दूरेई देवा पाई ये छांदर नायक होउछंती तरुणी स्वरूप के सूर्यंक तुल्य सूर्य स्वरूप ये छांदर नायक आपण यदि मनरे स्मरण करिवे आपणकर पाप ताप सब चली सब दूरे जीव से राज्य को राज्य गर्भ वसुधा सुधा पूर्ण विधि राज्यटर ना होछि पंडित विदर्भ राजा थे राजा विदर्भ राज्यर राजा किए से देखिए राजा होछंती भीष्मक भीष्मक से भीष्मक किपरि राजा थिले गोटिए बोल मु आपन कहबे रुक्मिणी परिणय बाबा दिंगा परिणय आसो या परे रुक्मिणी
ସୁନ୍ଦର ଥିଲା। କହୁଛନ୍ତି ଶିଳ ବୋଇଲେ କଣ ବୁଝୁଛୁ? ବେସର ବଟା ହୁଏ ଶିଳ ବୋଇଲେ ଚରିତ୍ର, ରାଜାଙ୍କର ଚରିତ୍ର ଅତ୍ୟନ୍ତ ଉତ୍ତମ। କେଡେ ମୂର୍ଖ କିରେ ଆଜି ପର୍ଯ୍ୟନ୍ତ ପାର୍ଲାର ହେଇକି ଛାଡିଆ ଉପରେ ହେଲାଣି। ଶିଳ ଅର୍ଥ କଣ କହୁଛନ୍ତି? ଚରିତ୍ର। ଶିଳ ପ୍ରଜାରଞ୍ଜନ, ଆରେ ପ୍ରଜାରଞ୍ଜନ ଶିଳ, ପ୍ରଜାରଞ୍ଜନ ଚରିତ୍ର। ପ୍ରଜାମାନଙ୍କୁ ରଞ୍ଜନ କରିବା, ପ୍ରଜାମାନଙ୍କୁ ଉତ୍ଥାନମୁଖୀ କରିବା, ପ୍ରଜାମାନଙ୍କର ଦୁଃଖ ଦୈନ୍ୟକୁ ବୁଝିବା, ପ୍ରଜାମାନଙ୍କ ସଙ୍ଗରେ ମିଶିବା, ଇଏ ଥିଲା ରାଜାଙ୍କର ମହାନ ରାଜା। ସ୍ଥାପିତ ଚରିତ୍ର କେତୁ ଶତ୍ରୁମାନଙ୍କୁ ଦମନ କରି ରଣାଙ୍ଗନରେ ବିଜୟ ବୈଜୟନ୍ତୀ ଗାଇଥିଲେ ଭୀଷ୍ମକ। ଆର୍ଯ୍ୟାବର୍ତ ଭାରତବର୍ଷର ଜଣେ ଶ୍ରେଷ୍ଠ ନାୟକ, ଜଣେ ଶ୍ରେଷ୍ଠ ରାଜା ଥିଲେ ଭୀଷ୍ମକ। ହରି ନାମ ବିନା ସୁଖ ନାହିଁ ରେ ମନ। ହରି ନାମ ବିନା ସୁଖ ନାହିଁ। ଯା ଭଜନେ ଦୁଃଖ ଯାଇ ରେ ମନ। ହରି ନାମ ବିନା ସୁଖ ନାହିଁ। ହରି ନାମ ବିନା ସୁଖ ନାହିଁ ରେ ମନ। ହରି ନାମ ବିନା ସୁଖ ନାହିଁ। ହରି ନାମ ବିନା ସୁଖ ନାହିଁ ରେ ମନ। ହରି ନାମ ବିନା ସୁଖ ନାହିଁ। ରୂପ ପ୍ରହ୍ଲାଦ କୀର୍ତ୍ତି ଦେଉ ପାଦ। ରୂପ ପ୍ରହ୍ଲାଦ କୀର୍ତ୍ତି ଦେଉ ପାଦ। ଧୀରେ ଲଭିଲେ ଏ ପରମ ପଦ। ଧୀରେ ଲଭିଲେ ଏ ପରମ ପଦ। ପଦ ଯାଇ ରେ ମନ। ହରି ନାମ ବିନା ହରି ନାମ ବିନା ସୁଖ ନାହିଁ ରେ ମନ। ହରି ନାମ ବିନା ସୁଖ ନାହିଁ। ଆରେ ଖୁଲା ମନ ବ୍ରତ କୃଷ୍ଣ ନାମ। ଆରେ ଖୁଲା ମନ ବ୍ରତ କୃଷ୍ଣ ନାମ। ଖୁଲା ମନ ବ୍ରତ କୃଷ୍ଣ ନାମ। ଆରେ ଖୁଲା ମନ ବ୍ରତ କୃଷ୍ଣ ନାମ। ରଖିଲେ ପାଇବୁ ତୁହି ଦର୍ଶନ। ରଖିଲେ ପାଇବୁ ତୁହି ଦର୍ଶନ। ଜନତା ସଦା ଯାଇ ରେ ମନ। ହରି ନାମ ବିନା ସୁଖ ନାହିଁ। ହରି ନାମ ବିନା ସୁଖ ନାହିଁ ରେ ମନ। ହରି ନାମ ବିନା ସୁଖ ନାହିଁ। ଧୀର ସ୍ଥିର କରିବେ କେବଳ ହରି ନାମ ବିନା ସୁଖ ନାହିଁ ରେ ମନ। ମହାଦୁଏ ମନ୍ଦ କଥା କହିବା ଯିବ। ହରି ନାମ ବିନା ସୁଖ ନାହିଁ ରେ ମନ। ଆଦବର୍ଷ ଭାରତର ପବିତ୍ର ପୁରୁଷ। ହରି ନାମ ବିନା ସୁଖ ନାହିଁ ରେ ମନ। ବିକଳ୍ପର ରାଜା କ୍ଷେତ୍ର ବିଷ୍ଣୁଙ୍କ ନରେଶ। ହରି ନାମ ବିନା ସୁଖ ନାହିଁ ରେ ମନ। ବିଶ୍ୱକ ମୋର ପ୍ରଜାମାନଙ୍କୁ କିପରି ସୁଖରେ ରଖିବା, ପ୍ରଜାମାନେ କିପରି ଆନନ୍ଦରେ ପରିଚାଳିତ ହେବେ, ଏ ସମ୍ପର୍କରେ ରାଜାଙ୍କର ଯେଉଁ ଚରିତ୍ର, ସେ ଚରିତ୍ର ହଉଛି ବର୍ଣ୍ଣନା। ଆଜ୍ଞା ଗୋଟିଏ ପଦ ମନେ ପଡେ ଆଜ୍ଞା ରାଜାଙ୍କ ଚରିତ୍ର ସମ୍ପର୍କରେ। ତାଙ୍କ ଚରିତ୍ର କିପରି ଥିଲା? ଦେଖିଲେ ରାଜାଙ୍କର ଚରିତ୍ର କେମିତି ଥିଲା? ଆରେ ଦିଗପାଳ ସେ ଜନ୍ମି ଦଶ ଦିଗ
ଆତ୍ମା ଓରେ ଶସ୍ୟାଚାରିତା ଧନେ ଯଥା ମନାମତି ଯେପରି ଭଗବାନ ଶିବ ନିଜର ସକଳ ସମ୍ପତ୍ତି କୁବେରକୁ ଦାନ କରି ସଂସାର ଆଜି ଠିକ ସେହିପରି ଭାବରେ ଯଦି କୌଣସି ପ୍ରଜା ଦୁଃଖରେ ଥାଏ ରାଜା ତାଙ୍କର ରାଜକୋଷ ଅଜାଣିତ ଭାବରେ ଧନ ନେଇ ସେ ପ୍ରଜାକୁ ଠାନୁତି କରିଦିଅନ୍ତି କବି କହିଲେ ଦାନେ କଳ୍ପତନ ସୁରଗୁରୁ କାବ୍ୟ କବି ସ୍ତେଜସୀ ସମସ୍ତଙ୍କର ଭାଗ ରହିବା ଆବଶ୍ୟକ ଭାଇ ଭାଗ କଥା ବିଦ୍ୟାଧର ରସନାଗ୍ରରେ ନୃତ୍ୟ କରେ ନୀତି ରାଜା ବିଶ୍ୱଙ୍କର ରସନାଗ୍ରରେ ଜୁହାଗ୍ର ଭାଗରେ ମା ସରସ୍ୱତୀ ବିଦ୍ୟମାନ ତାଙ୍କ ସମୟରେ ରାଜ ଦରବାରରେ ଯେତେବେଳେ ବିଦ୍ୟାର ଆଲୋଚନା ହୁଏ ରାଜା ବିଷ୍ଣୁଙ୍କୁ ଚିହ୍ନିବା ପାଇଁ କେହି ଜଣେ ପଣ୍ଡିତ ନଥିଲେ ସବୁ ପଣ୍ଡିତ ମାନଙ୍କୁ ସନ୍ତୋଷ କରନ୍ତି ପଣ୍ଡିତ ମାନଙ୍କର ଦୁଃଖ ସୁଖକୁ ବୁଝନ୍ତି ଖାଲି ଏତିକି ନୁହେଁ ଶୌର୍ଯ୍ୟ ସୁଭଦ୍ରାବତୀ ଅର୍ଜୁନଙ୍କ ପରି ତାଙ୍କର ଶୌର୍ଯ୍ୟ ତାଙ୍କର ବିରଜୟ ତାଙ୍କର ବଳ ତାଙ୍କର ତେଜ ଯଥେଷ୍ଟ ଗୁଣରେ ଉଦ୍ଭାସୁଥିଲା ଭାରତବର୍ଷର ରାଜା ମାନଙ୍କର ସେ ଥିଲେ ଆଦର୍ଶ ପୁରୁଷ ତାଙ୍କରି ଠାରୁ ରାଜନୀତି ଶିକ୍ଷା କରୁଥିଲେ ସମୁଦ୍ର କୂଳରେ ଠିଆ ହୋଇ ସମୁଦ୍ର ଜଳର ଗଭୀରକୁ ଯେପରି ଜାଣି ହୁଏ ନା ଠିକ ସେହିପରି ଭାବରେ ମହାରାଜା ବିଷ୍ଣୁଙ୍କୁ ଦେଖିଦେଲା ପରେ ତାଙ୍କର ଯେ କେତେ ଜ୍ଞାନ ଅଛି ସେ ଜ୍ଞାନକୁ କେହି କଳନା କରିପାରୁନଥିଲେ ପ୍ରଜାମାନଙ୍କୁ ଅତ୍ୟନ୍ତ ଆନନ୍ଦରେ ରଖିଥିଲେ ଗୋଟିଏ ପଦ ମୁଁ ଗାଇ ଆଗକୁ ଯିବି ଭାଇମାନେ ଆସିଲେଣି ସେ ପଦଟି ଆପଣ ମାନଙ୍କର ବ୍ରଜନାଥ ପ୍ରଜନାଙ୍କ ଲେଖାରେ ପଦଟି ଶୁଣୁ ଆରେ ଯେଉଁ ନଗରେ ପ୍ରତିନିକେତନରେ ବିଧି ପୂର୍ବ କରି
ନଗରେ ପ୍ରତି ନିକେତନରେ ପୂର୍ଣ୍ଣ ହୋଇଛନ୍ତି ବାଳକ। ପ୍ରତ୍ୟେକ ଘରେ ବାଳକ ମାନେ ଅଛନ୍ତି। ଅପୁତ୍ରିକ ସେ ଦେଶରେ କେହି ନାହାନ୍ତି। ଶାସକ ସମ୍ରାଟ ଭୀଷ୍ମଙ୍କ ଧର୍ମ ବଳରେ ପ୍ରତ୍ୟେକ ଘରେ ବାଳକ ଅଛନ୍ତି, ପୁଅ ଝିଅ ଅଛନ୍ତି। ବିଧି ପୂର୍ବ କରି ଖୋଜିଲେ ତୁହିଁରେ ଦେଖିବା ଏକ ବାଳକ। ଯଦି ଗୋଟି ଗୋଟି କରି ଆପଣ ଖୋଜିବେ, ଗୋଟି ଗୋଟି ଘର ଖୋଜିବେ, ଖାନ୍ତଲାସ କରିବେ, ଗୋଟିଏ ବାଳକ ଦେଖିବେ ସବୁ ଘରେ ତ ବାଳକ ଅଛନ୍ତି। ଖୋଜିଲା ବେଳକୁ କାହିଁ ଗୋଟେ ନାହାନ୍ତି? ବାଳକ ନାହାନ୍ତି କିପରି? ଅଛି ତ ଅଛି, ନାହିଁ କେମିତି ଫେରି କହୁଛ? ଅଳକ ବୋଇଲେ ମିଥ୍ୟା, ମିଥ୍ୟା ଭାଷୀ ଲୋକ କୋଉ ଘରେ ନାହାନ୍ତି। ସବୁ ଘରେ ଅଛନ୍ତି ସତ୍ୟବାଦୀ ଲୋକ। ମିଛ କେହି ସେ ରାଜ୍ୟରେ କହନ୍ତି ନା। ସୁଦୃଢ଼ ଶାସନ ତଳେ ଭୀଷ୍ମଙ୍କର ପ୍ରଜାମାନେ ଅବସ୍ଥାନ କରିଛନ୍ତି। ମିଥ୍ୟା ରାଷ୍ଟ୍ର କେହି ନିଅନ୍ତି ନାହିଁ। ମାର୍ଗଣ ଶତ ସହସ୍ର ଭଇ ଅଛି ପ୍ରଜାମାନଙ୍କର ଯାତାୟାତ ପାଇଁ। ସୁନ୍ଦର ସୁନ୍ଦର ରାସ୍ତା ମାନ ଗାଁକୁ ଗାଁ ପଡୁଛି। ହଜାର ହଜାର ରାସ୍ତା ଲମ୍ବି ଯାଇଛି ରାଜକୋଷରୁ ଅର୍ଥ ବ୍ୟୟ ହେଇ। କିନ୍ତୁ ଆପଣ ଯଦି ଖୋଜିବେ ମାର୍ଗଣ ରହିଲେ ଭିକାରୀ। ମାର୍ଗଣ ଶବ୍ଦର ଅର୍ଥ ହଉଛି ଭିକାରୀ। ସେ ଦେଶରେ ଗୋଟିଏ ହେଲେ ଭିକାରୀ ନାହାନ୍ତି। କେମିତି ରାଜା ବିଚାର ବାହାର ବିହାର ସମୟ, ବାହାର ବିହାର ଶେଷ କରି ମନ୍ଦିରକୁ ଆସିଲେ। ଯେତେବେଳେ ମନ୍ଦିରକୁ ଆସିଛନ୍ତି ଦେଖିଲେ ରାଣୀ ଅନ୍ତପୁର ସୁନସାନ। ଆଜି କାହିଁକି ରାଣୀ ଅନ୍ତପୁର କେହି ନାହାନ୍ତି। ଗହଳି ଚଳି ନାହିଁ ତ ଆଜି? କଣ ଗହଳି ଚଳି ନାହିଁ? ରାଣୀ ମୋର ଗଲା କୁଆଡେ? ଉଠି ପଡିଲେ କି? ପଚାରିଲେ ମହାରାଜ, କହିଲେ ଦାସିଲ ମା ତୋର କୁଆଡେ? ମୁଁ ତ ଦେଖିବାକୁ ନାହିଁ, କୁଆ ଯାଇଛନ୍ତି, ମତେ କହି ଯାଇନାହାନ୍ତି। ଦାସୀ କହିଲା, ହେ ରାଜା, ବସନ୍ତ ବିହାର କରିବା ପାଇଁ ଉଦ୍ୟାନ ଭ୍ରମଣରେ ଯାଇଛି। ରାଜା ଯେତେବେଳେ ଶୁଣିଲେ ମନ ଭିତରେ ଥିଲା ରାଜାଙ୍କର, ରାଣୀ ସାଙ୍ଗରେ ମୁଁ ଯାଇ ବସନ୍ତ ବିହାର କରିବି। ଆଜି ଯେତେବେଳେ ଦାସୀ ମୁଖରୁ ଶୁଣିଲେ ରାଜା ଭାବୁଛନ୍ତି ଯାଇ ରାଣୀଙ୍କ ସାଙ୍ଗରେ ମୁଁ ଭେଟ ହେଇଯିବି। ରାଣୀ ତ ଯାଇଛି, ମୁଁ ଯାଇ ପହଞ୍ଚିଗଲେ ବୈଚିତ୍ର ପସରାକୁ ଜାଣିବା, ବିଚିତ୍ର ପସରାକୁ ଟିକେ ଦର୍ଶନ କରିବା, ମନ ଟିକେ ଖୁସି କରିବା। ଏ କଥାକୁ ଚିନ୍ତା କରି ମହାରାଜା ବାହାରି ପଡ଼ିଛନ୍ତି। ସମ୍ରାଟ ଭୀଷ୍ମଙ୍କ ରାଣୀଙ୍କ ସହ ଭେଟ ହେବେ। ଏତିକି ବେଳେ ଗୋଟିଏ ଛକ ବାଟରେ ପଡିଲା ଗଲା ବେଳକୁ। ତିନିଟା ରାସ୍ତା ତିନିଆଡେ ଅଛି। ରାଜା ଭାବୁଛନ୍ତି ମୁଁ ଯିବି କୋଉ ବାଟ? ଇଆଡେ ଯାଇଛି ନା ଇଆଡେ ଯାଇଛି ନା ସିଆଡେ ଯାଇଛି? ପବନ ମଉଳି ବର୍ଷା କୋଉ ପଥରେ ଯିବି? ରାଜା ଭାବୁଛନ୍ତି ସେପଟେ ମହାରାଣୀ ସଖୀମାନଙ୍କୁ ନେଇ ଜଙ୍ଗଲର ଯୋଉ ବିଚିତ୍ର ପସରା, ପ୍ରକୃତି ରାଣୀର ଯୋଉ ପସରା ମେଲେଇକିରି ମା ବସିଛି, ତାକୁ ବୁଲିକିରି ଦେଖୁଛନ୍ତି ରାଣୀ। ଏ ସାରସ ସୌରଭ ଦିଗେ ଗମନ କଲେ ସୌନ୍ଦର୍ଯ୍ୟ ବିବାସ ବୋଧ ହୁଏ ପଦ୍ମ ସୌନ୍ଦର୍ଯ୍ୟକୁ ଦର୍ଶନ କରିବା ପାଇଁ ଏଇ ଦିଗରେ ଯାଇଥିବ। ପଦ୍ମ ସୁଗନ୍ଧ ତ ଭାସି ଆସୁଛି, ଦକ୍ଷିଣ ପବନ ବହି ଆସୁଛି। ସେଇ ଦିଗରେ କିଛି ସବୁ ଦାସୀ ମାନଙ୍କର କଥାବାର୍ତ୍ତାର ସ୍ୱର ଆସି ରାଜାଙ୍କ କର୍ଣ୍ଣଗତ ହେଲା। ଠିକ ବାଟରେ ମୁଁ ଆସିଛି, ଏଇ ବାଟରେ ରାଣୀ ନିଶ୍ଚୟ ଅଛି, ଦାସୀ ମାନେ ଅଛନ୍ତି, କଥାବାର୍ତ୍ତା ସବୁ ସ୍ତ୍ରୀ ମାନଙ୍କର ଶିଖୁଛି।
କାହିଁକି ରହିଲେ ନା ସଖୀ ମାନଙ୍କ ସଙ୍ଗରେ ରାଣୀଙ୍କର ଯୋଉ କଥୋପକଥନ ଜଙ୍ଗଲର ଦୃଶ୍ୟକୁ ଦେଖୁଛନ୍ତି କଥାବାର୍ତ୍ତା ହଉଛନ୍ତି ବିଭିନ୍ନ ଭଙ୍ଗୀମାନ ସୃଷ୍ଟି କରୁଛନ୍ତି ରାଜା ବିଚାରକ ପାଖରେ ଗଲେ ପାଖକୁ ପଳେଇଲେ ଇଏ ଭଙ୍ଗୀକି ମୁଁ ଆଉ ଅବଲୋକନ କରିପାରିବି ଇଏ ଭଙ୍ଗୀ ମତେ ଆଉ ଦେଖିବାକୁ ମିଳିବ ସ୍ତ୍ରୀ ମାନଙ୍କର ଯୋଉ ଭଙ୍ଗୀ ତାକୁ ରସିକ ଯଦି ଦେଖିବ ତାହେଲେ ନିଶ୍ଚୟ ଆନନ୍ଦ ଲାଭ କରିବ ରାଜା ଲତା ଭାଟରେ ଠିଆ ହୋଇ ସ୍ତ୍ରୀ ମାନଙ୍କ ଆଡକୁ ଲକ୍ଷ୍ୟ କଲେ କଥାବାର୍ତ୍ତା ପରସ୍ପର ହଉଛନ୍ତି କଣ କଥା ହଉଛନ୍ତି ନା ଅଣିବି ନଦନୀ ଧାନ ପ୍ରସନ୍ନ ମଲ୍ଲି ପ୍ରସନ୍ନ ବନାରେ ପ୍ରସନ୍ନ ମଲ୍ଲି ପ୍ରସନ୍ନ ଦେଖାଇ ଦେଇ କାହାକୁ ଗୋଟିଏ ସଦ୍ୟ ମଲ୍ଲି ପ୍ରସ୍ତୁତ ସଦ୍ୟ ପ୍ରସ୍ଫୁଟିତ ମଲ୍ଲି ଫୁଲ ଉପରେ ପଣ୍ଡିତ ଭ୍ରମଣ ବସୁଛି ରାଣୀଙ୍କର ଦୃଷ୍ଟି ପଡିଲା ରାଣୀ କହିଲେ କହିଲେ ଆମ ସଖୀ ତୁ ତ ସାହିତ୍ୟ ପ୍ରେମୀଣା ତୁ ତ ସଙ୍ଗୀତ ପ୍ରେମୀଣା ତୁ ତ ଇତିହାସ ପ୍ରେମୀଣା ତୁ ତ ଗାଣିତ୍ୟ ପ୍ରେମୀଣା ସମସ୍ତ ତୁମେ ପ୍ରେମୀଣା ସବୁ ବିଦ୍ୟା ତୁମେ ଜାଣ କଣ ଯୋଉଟା ମିଶାଣ କର ଫେଡାଣ କର ମତେ ହରେଆଟା ଭଲ ଯିଏ ମଲ୍ଲି ଉପରେ ଭ୍ରମର ବସିଛି ମଲ୍ଲି ଫୁଲ ହେଲା ଚନ୍ଦ୍ର ଭ୍ରମର ହେଲା ରାତି ନାୟିକା ଚନ୍ଦ୍ର ପୁରୁଷ ଉପରେ ରାତି ନାୟିକା ରହି ଇଏ ପ୍ରୀତି ସଂଘଟିତ କରୁଛି କହିଲେ ମନକୁ ଆଇଲା ରାତି ରାତି ରଚିଛି ସମୟ ଇଏ ବିପରୀତ ରତି ଚାଲିଛି ମୁଁ ବଡ ସନ୍ଦେହରେ ପଡିଛି ଝିଅ ହାଲୋ ରତି ତ ରତି ମୁଁ ରତିଟା ଜାଣିଛି ବିପରୀତ ରତି ସେଟା କେମିତି ବିପରୀତ ରତି ଆମେ କାହାକୁ କହିବା ମନରେ ଭାବିବ ପୁରୁଷ ସ୍ତ୍ରୀ ହେଇଯିବ ସ୍ତ୍ରୀ ପୁରୁଷ ହେଇଯିବ ବିପରୀତ ସ୍ତ୍ରୀ ହେଇଯିବ ପୁରୁଷ ପୁରୁଷ ହେଇଯିବ ସ୍ତ୍ରୀ ଏପରି ଅବସ୍ଥାରେ ଯୋଉ ରତି ସଂଗଠିତ ହୁଏ ବିପରୀତ ରତି କୁହାଯାଏ ବନ୍ଧାରୀ ଅନିକିଲା ହୁକୁଲା ଯିବ আরে কি না করিছে ও বিপরীত রতিরে সে রসিব কি না করিছে বিপরীত রতি মধ্যে নরসে কি না করিছে যদি বিপরীত রতিরে ন রসিলা তাকে কোন নাগরিক ভাব নাই না বেরসিকিয়া নারী ভর্তুরি কহিলে କଣ କହୁଛନ୍ତି বিপরীত রতি ୱା ଖାଲି ଓଜନିଆ କରୁଛୁ কইলে উরসিনীপতি তা না ধর্মী লোকা
କହିଲେ ଭାଗ୍ୟବନ୍ତମ ପିବନ୍ତି ଯିଏ ଭାଗ୍ୟବାନ ଲୋକ ସିଏ ବିପରୀତ ରତିରେ ମଜୁଥାଏ ବିପରୀତ ରତି ସମୟରେ ସ୍ତ୍ରୀ ରହିବ ପୁରୁଷର ଉପରି ଭାଗରେ ସ୍ତ୍ରୀର କେଶ ଉଚ୍ଚ ପୁରୁଷ ମୁଖରେ ପଡ଼ିଥିବ ରତି ସମୟରେ ସ୍ତ୍ରୀ ମୁଖର ଯୋଉ ସ୍ୱେଦ ନିର୍ଗତ ହେଉଥିବ ସେ ସ୍ୱେଦ ବିନ୍ଦୁ ପୁରୁଷ ଅଧରରେ ପଡ଼ୁଥିବ ସେ ପୁରୁଷ ସେ ସ୍ୱେଦ ବିନ୍ଦୁକୁ ଆନନ୍ଦରେ ପାନ କରୁଥିବ ମଧୁର ମଧୁ ବିଧୂନାନ ଭାଗ୍ୟବନ୍ତମ ପିବନ୍ତି ମୁଖଚନ୍ଦ୍ରରୁ ଯୋଉ ସ୍ୱେଦ ନିର୍ଗତ ହୁଏ ଏପରି ଯୋଉ ଅମୃତ ସେ ଅମୃତକୁ ଯୋଉ ଯୁବକ ଗ୍ରହଣ କରେ ସେଇ ହଉଛି ଧନ୍ୟ ମନେ ରଖେ କବି ସମ୍ରାଟ ଭଣ୍ଡ ଗୋଟିଏ ବୋଲ କହିଲେ ଯେ ବାନ୍ଧବୀର ମୁଖାରବିନ୍ଦରୁ ନିଃସୃତ ହେଉଥିବା ମଧୁର ମଧୁକୁ ସ୍ୱାଦ କରିନି ଆସ୍ୱାଦ କରିନି ତା ଜୀବନର କିଛି ମୂଲ୍ୟ ନାହିଁ ତେଣୁ ସେ ମଧୁ କେବଳ ରସିକ ମାନେ ଗ୍ରହଣ କରନ୍ତି ଯିଏ ରସିକ ସେ ମଧୁକୁ ସିଏ ପିଏ ଯେପରି ନାହିଁ ବାନ୍ଧବୀ ବିମ୍ବାଧ ବାନ୍ଧବୀର ବିମ୍ବ ଅଧରରୁ ଯିଏ ମଧୁ ପାଳନ କରିଛି ମିଠା କଣ ବୋଲି ତା ଜୀବନରେ ସିଏ ଜାଣିବ ଆରେ ସ୍ତ୍ରୀର ଅଙ୍ଗକୁ ଯିଏ କରଦ୍ୱାରା ସ୍ପର୍ଶନ କରିଛି କଅଁଳିଆ ପଦାର୍ଥ କଣ ବୋଲି ସେ ଜାଣିବ ସବୁଠୁ କଅଁଳ ପଦାର୍ଥ ହେଲା ସ୍ତ୍ରୀର ଅଙ୍ଗ ସବୁଠୁ ସମୟରେ ସ୍ତ୍ରୀର ପ୍ରସନ୍ନ ମୁଖକୁ ଯୋଉ ରସିକ ନ ଦେଖିଛି ସେ ଭଲ ଜିନିଷ କିଛି ଚକ୍ଷୁରେ ଦେଖି ନାହିଁ ସ୍ତ୍ରୀର ମୁଖରୁ ଯୋଉ କଥା ବାହାରୁଛି ସେ କଥାକୁ ଯୋଉ ରସିକ କର୍ଣ୍ଣପୁଟରେ କର୍ଣ୍ଣବାଟରେ ଆଖ୍ୟାନ କରୁଛି ସେ ଭଲ କଥା ଜାଣିନି କି ଜାଣିପାରିବନି ଆଉ ଏ କଥା କରେ କିଏ ନା ଯିଏ ରସିକ ସେ ଏ କଥା କରେ ଆଜି ମହାରାଜା ଅପେକ୍ଷାରେ ଅଛନ୍ତି ସ୍ତ୍ରୀମାନଙ୍କ ଭଙ୍ଗିକି ଲକ୍ଷ୍ୟ କରୁଛନ୍ତି ରାଣୀ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ସଖୀମାନେ ଉତ୍ତର ଗୋଟିଏ ଗୋଟିଏ ଦେଉଛନ୍ତି ଯେତେବେଳେ ରାଣୀ ସମସ୍ତ ସଖୀ କଥାକୁ ମନା କରିଦେଲେ ସଖୀମାନେ ରାଣୀକି କହିଲେ ରାଣୀ ମା ଆମ କଥା ଯଦି ମନ ନ ମାନୁଛି ଏଣିକି ଆପଣ କହନ୍ତୁ ଆମ କଥା ତ ତମକୁ ମନକୁ ଆସୁନି କେତେ କଥା କହିଲେ ତେବେ କହୁନ ଥର କଣ ହଉଛି ଏ କଥାକୁ ଟିକେ ତୁମେ କହ ତମେ କହିଲ ଭଲ ଆମେ ଶୁଣିବୁ ମନ ଉପରେ ଭ୍ରମଣ ବସିଛି ଆମ କଥା ତୁମ ମନ ମାନିଲାନି ତୁମେ ତେଣୁ ଶ୍ରବଣ ପ୍ରମୋଦା ଜଣେ ଭାସିଲା କବିତା ଗୁଣେ ଭୋଲାରେ ଭାସିଲା କବିତା ଗୁଣେ କେମିତି କହିଲ ଭଲ ତୁମେ କହ ଲୋହିବାରୁ ଲୋହିତା ବୁଝା ପଢିଲା ଝିଅଟିଏ ମୋର ଘରେ ଅଛି ଏ ପର୍ଯ୍ୟନ୍ତ ରାଜା ତାକୁ ବିବାହ କରେନି ତା ବୋପା ମନ ରାଜନୀତିରେ ସଦାବେଳେ ମାତି ରହିଲେ ପଢିଲା ଝିଅର ମୁହଁ ଦେଖିବା ନିଷେଧ ବାପା ମା ମୁହଁ ଦେଖନ୍ତି ଭାଇ ଯଦି ପଢିଲା ଝିଅର ମୁହଁ ଦେଖିବ ସିଏ ନର୍କରେ ପଡିବ ପଢିଲା ଝିଅ ମୋର ଘରେ ଅଛି ତା ବିବାହର ଠିକ ନ କରି ରାଜନୀତିରେ ଲାଗିଛନ୍ତି ତେଣୁ ମୋ ସ୍ୱାମୀଙ୍କ କୀର୍ତ୍ତିଚନ୍ଦ୍ର ଅଳସିତ ହେଇଯାଇଛି ଫଲିଫଳ ହେଲା ମୋ ସ୍ୱାମୀଙ୍କର ଚନ୍ଦ୍ର କୀର୍ତ୍ତି ଉଜ୍ଜ୍ୱଳ କୀର୍ତ୍ତି ଇଏ
କଳଙ୍କ ତେଣୁ ମୋ ସ୍ୱାମୀଙ୍କ କୀର୍ତ୍ତିଚନ୍ଦ୍ର ଝିଅକୁ ବିବାହ କଲାରୁ ରାଜା ତ ଶୁଣୁଥିଲେ ଏକଥା ଯେତେବେଳେ ରାଣୀ କହିଦେଲେ ରାଜାକୁ ଶୋଲ ଖବର ଲାଗିଲା ସିଏ ମୂଷା ରାଣୀଙ୍କ ସାଙ୍ଗରେ ଭେଟ କଣ ହେବେ ଫେରି ଆସିଲେ ଘରକୁ ମନ୍ତ୍ରୀକି ଡାକିଲେ କହିଲେ ମହାମନ୍ତ୍ରୀ ବାଲ୍ୟବର୍ଗକୁ ସମସ୍ତଙ୍କୁ ଡାକିଲେ ମୋର ଯିଏ ଅଛନ୍ତି ଆତ୍ମସ୍ୱଜନ ସମସ୍ତଙ୍କୁ ଡାକନ୍ତି ଜରୁରୀକାଳୀନ ବୈଠକ ଠିକ ଅଛି ପଞ୍ଚୁଆତି ବସିଗଲେ ଆତ୍ମସ୍ୱଜନ ସମସ୍ତେ ରାଜା ଠିଆ ହେଇ କହୁଛନ୍ତି କହିଲେ ହେ ଭାଇମାନେ ହେ ବନ୍ଧୁମାନେ ଆପଣମାନଙ୍କୁ ଡାକିବାର କାରଣ ମୁଁ ପ୍ରକାଶ କରୁଛି ସୁଶାମ ମେୟା ଶୁଭ ଲକ୍ଷଣା ସତୀଜାତ ସର୍ବଦ ମୋ ଝିଅର କିଏ ବର ହବ ମୋ ଝିଅ ପାଇଁ ବରଟିଏ ସ୍ଥିର କରିବା ପାଇଁ ଆପଣମାନଙ୍କୁ ମୁଁ ଡକାଇଛି କିଏ ମୋ ଝିଅର ବର ହେଇପାରିବ ଆପଣମାନେ ଟିକେ ସ୍ଥିର କରିକି କହନ୍ତୁ ଏତିକି ବେଳେ ମନ୍ତ୍ରୀ ମହାଶୟ ମନ୍ତ୍ରୀ କହିଲେ କଂସବା କୁମାରୀ ଦୈତ୍ରୀ ମାନଙ୍କର ତା ସ୍ତ୍ରୀ ମାନଙ୍କର ନୟନରୁ ଯିଏ ଲୋତକ ଝରେଇଲେ ନା କହୁନାହାନ୍ତି ମନ୍ତ୍ରୀ କହିଲେ ଏ ମନ୍ତ ମହେନ୍ଦ୍ର ସୁନା ସାଙ୍ଗରେ ଯଦି ଇନ୍ଦ୍ରନୀଳମଣି କି ଯୋଡ଼ି ଦବା କେଡେ ସୁନ୍ଦର ଶିବ କହନି ତେଣୁ ଏ ଦ୍ୱାରାବତୀ ପେଡ଼ିକି ଖୋଲି ଇନ୍ଦ୍ରନୀଳମଣିଙ୍କ ସାଙ୍ଗରେ ଖୋଲି ସ୍ୱର୍ଣ୍ଣାଙ୍ଗୀ ରୁକ୍ମିଣୀଙ୍କୁ ନେଇ ତାଙ୍କ ସାଙ୍ଗରେ ଯୋଗ କରିବେ କଥାଟି ଖୋଲିକିରି ନାହାନ୍ତି କହୁନାହାନ୍ତି ପୁରୋଧା କହିଲେ ପୁରୋଧା କହେ ତ ସତୀ ଶିଳା ପରି ଦେଖୁ ଛୋଟି ଭଲାରେ ଶିଳା ପରି ଦେଖୁ ଛୋଟି କଳାକୁ ବରର ପାଶେ କରି ଅଛନ୍ତି କଳାକୁ ବରର ପାଶେ କରି ଅଛନ୍ତି ବାହୁରେ ଖାଲେଖା ଯାଉ ସତୀ ବାବ ଦତିଟା ସତୀ ବାବ ଦତିଟା କହିଲେ ଦିଅନ୍ତୁ ଶିବଙ୍କୁ ଯେତେବେଳେ ଶିବଙ୍କ ଗଳାରେ ଆପଣଙ୍କର କନ୍ୟା ରୁକ୍ମିଣୀ ତାଙ୍କ ବାହୁଲତାକୁ ବେଷ୍ଟନ କରିଦେବେ ନୀଳବର୍ଣ୍ଣ ଗଳାରେ ସ୍ୱର୍ଣ୍ଣାଙ୍ଗୀ ରୁକ୍ମିଣୀଙ୍କର ବାହୁଲତା ଯେତେବେଳେ ପଡ଼ିଯିବ କାନ୍ଧରେ ହାତ ପକେଇ ଦଉଛ କମ ସୁନ୍ଦର ଦିଶିବ ଆପଣ ଶିବଙ୍କୁ ଦିଅନ୍ତୁ ସଚିବ କହିଲେ ମନ୍ତ୍ରୀ କହିଲେ ପୁରୋଧା ଆପଣ ଭୁଲ କରିଦେଲେ ଶିବ ପରା ବିବାହ ହେଇଛନ୍ତି ଅର୍ଦ୍ଧାଙ୍ଗ ଶିବ ଅର୍ଦ୍ଧାଙ୍ଗରେ
ପାର୍ବତୀ ଧରିଛନ୍ତି ଅର୍ଦ୍ଧନାରୀଶ୍ୱର ସିଏ ଆଉ ଗୋଟିଏ ଝିଅକୁ ଯଦି ସେ ବିବାହ ମୁଣ୍ଡରେ ଗଙ୍ଗା ଅର୍ଦ୍ଧାଙ୍ଗରେ ପାର୍ବତୀ ଆଉ ଆମ ଝିଅ ଯାଇ କୋଉଠି ବସିବ ରାଜା କହିଲେ ଶିବଙ୍କୁ ଦିଅନ୍ତୁ ଯେ ଶିବ ନମସ୍ୟ ମୁଁ ଯଦି ଝିଅ ଟିକି ଦେବି ନମସ୍କାର କଲେ ମୋ ଝିଅର ମଙ୍ଗଳ ହବ ପୂଜ୍ୟରତ୍ନଙ୍କୁ କଣ ଝିଅ ଦିଆଯାଏ ଗୁରୁମାନଙ୍କୁ ଝିଅ ଦିଆଯାଏ ତାଙ୍କୁ କରି ଝିଅ ଯେବେ ତାଙ୍କୁ କାହାକୁ ଦେବେ କାହାକୁ ଦେବା ନା ଶ୍ରୀ ବାରକାର ଚକ୍ରବର୍ତ୍ତୀ ଭଗବାନ କୃଷ୍ଣଙ୍କୁ ପ୍ରଦାନ କରିବେ ରାଜା କହିଲେ ମୁଁ ତାଙ୍କୁ ଝିଅ ଟିକେ ଦେବି ଆପଣମାନେ କଣ ଭାବୁଛନ୍ତି ପାରିଷଦ ବର୍ଗ କହିଲେ ରାଜା ଆମ ଝିଅକୁ କୃଷ୍ଣଙ୍କୁ ଦାନ କରିବା ଉଚିତ ହବ ଶୋଭତେ ବିଷ୍ଣୁ ଶୋଭା କଦାଚନ शोभा पाइबे आपणक झीको भगवान विष्णु को दिंतु जिते एक कहीदे सभासद वर्गे कौन कले प्रमाण प्रमाण वचन ठीक से बेले बसी निजर बड़ पुओ रुक्म विश्वंग महाराजा बड़ पुओ रुक्म बसी भाई कौन विचार चलती कौन गोटे विचार ये चली कौन समस्ते तो बस पड़ी जुबराज स्थिर करागला तुम भौणी को कृष्ण हस्तर मो भौणी को जिते बड़े रुक्मा शुणीगला निसम्न रुक्मा सुनीता धरम रवि विराजमानस्य विषु समुद्धता जिते बड़े स्थिरीकृत सतवीरिदम पितृपच राजा कथार पारिषद वृंद जिते बड़े राजी हो गले हाँ कृष्ण को दबा सही अयोग्य पुत्र रुक्म गोटा पादरे आसी पहुंची गला बापा पाखे बापा क्या देवे बोली आप स्थिर कर मो भौणी अरे से कृष्ण को दबा मु ठीक कर रे पुआ हाँ कृष्ण को कृष्ण मो भौणी की नब असंभव असंभव कृष्ण को आप देखे कृष्ण को देखे नाम देखनी कृष्ण को गुणटी भल अच्छी कह कृष्णर को गुण भल नहीं दलितांजन प्रकार प्रतिकार देखा रूपटी भल नहीं चिकन कला रूप रूपटी असुंदर असुंदर कूल हूँ गौड़ घर आम क्षत्रिय
କହିବେ କହିବେ ବିଷୟକୁ ଜ୍ୱାଇଁ ମିଳିଲାନି ଯେ ଗୋଟେ ଗୌଡ଼ ଘରେ ଝିଅ ଦେଇଛନ୍ତି ମୁଁ ଖଣ୍ଡା ଧରିକି ଦୌଡ଼ିଲା ବେଳେ ସେ ବାଉଁଶ ଧରିକି ତୁ ଯଦି ମନା କରୁଛୁ ଇଏ ଶିରୋମଣି କେକି ପୁଛ ରୁଦ୍ରମଣି କୁଞ୍ଜ ଗୁଚ୍ଛା ତନୁକୁ ସମତ ଧେନୁ ସେଇଟା ଗୋଟେ ପରିପନ୍ନ ଖବର କଣ କହିବି ତା ଗୁଣ ଗୋଟେ ଜଙ୍ଗଲରୁ ଗୋଟେ ଜାଣି ମୟୁର ପକ୍ଷୀଟିଏ ମୁଣ୍ଡରେ ଖସିଛି ମୁଁ ଯୁବରାଜ ହୀରା ଲୀଳା ମୋତି ମାଣିକ ବୈଦୁର୍ଯ୍ୟ ଅଷ୍ଟରତ୍ନ ମୋ ମୂଳାରେ ଗୁଚ୍ଛାଏ ପଡୁଛି ଅଭାବ ସମୟରେ ଗୋଟାଏ ହାର ପିଲେ ସାତମ ସଚଳ ଯାହାକୁ ତୁମେ ଜ୍ୱାଇଁ କରିବ ଏଡେ ଧନ ହେଇବ ସିଏ ଏଡେ ବନ୍ୟ ଖବର ଗୋଟାଏ ମୟୁର ପକ୍ଷୀ ଖସିଛି ଯାହାର ମୂଲ୍ୟ ଏ ଯୁଗରେ କିଛି ନାହିଁ ବିକିଲେ କିଏ ପଇସା ଦେଇକି ତାକୁ ନେବ କେହି ଦେବେନି ତନୁ ଭୂଷଣ ତ ଧେନୁ ରୁଦ୍ରମଣି କୁଞ୍ଜ ଗୁଚ୍ଛ ତାର କି ମୂଲ୍ୟ ଅଛି ହଉ ହେଲା ଗୁଣ ଭଲ ହେଇଥାନ୍ତା ଏଇଟା ଧରିଲ गोपी मानकर पालटा बासकु से हरण करिछि शहे नारी की हरण शत नारी की से हरण करिछि नारी निर्यातना दैछि गोपी मान जेते बेले उलंग होइकरी जल भितर अछंती एई कृष्ण
ସେ ବାସ ଗୁଡ଼ିକ ଆଣି କଦମ୍ବରେ ଲଗେଇଦେଲା। ଗୋପୀମାନଙ୍କର ଜଳ ପିଲା କରି ଚାହିଁ ନେଲେ ବାସ ଆଉ କୂଳରେ ନାହିଁ। ସଖୀ ବାସ ଗୁଡ଼ିକ ତ କୂଳରେ ଥିଲା। ଦେଖିଲୁ ଦେଖିଲୁ ଇଏ କଦମ୍ବ ବୃକ୍ଷରେ ଲାଗିଛି ସେ ବାସ ଗୁଡ଼ିକ। ଗଛ ଉପରକୁ ଗଲା କେମିତି? ଦେଖିପାରୁଛ ନନ୍ଦ ମହାଖୁଡଙ୍କର ପୁଅ କାଳିଆ ସେ ଗଛ ଡାଳରେ ବସି କିପରି ହସୁଛି। ଗୋପୀମାନେ ମାଗିଲେ କହିଲେ କୃଷ୍ଣରେ ବାସ ଗୁଡ଼ିକ ପକେଇ ଦିଅ। ଭଗବାନ କୃଷ୍ଣ କହୁଛନ୍ତି ହେ ଗୋପୀ ମୁଁ ଯୋଉ ଗାଁରେ ଅଛି ମୋ ଗାଁ ଝିଅ ବୋହୂ ମାନେ ଉଲଗ୍ନ ହେଇକରି ଯାଇକି ଜଳରେ କ୍ରୀଡ଼ା କରି ତୁମେ ଯୋଉ ଅବିଧୟ କାମ କରିଛ ଉଲଗ୍ନ ହେଇକରି ଜଳ ଭିତରେ ବସିଛ ଏପରି ଅନ୍ୟାୟ ପାଇଁ ଯଦି ଉର୍ଦ୍ଧ୍ୱବାହୁ ହୋଇ ସୂର୍ଯ୍ୟଙ୍କୁ ଚାହିଁ ନମସ୍କାର କରିବ ଉଚିତ ପ୍ରାଶ୍ଚିତ ହବ ତାପରେ ମୁଁ ବାସ ଗୁଡ଼ିକ ଦେବି। ଗୋପୀ ମାନେ ଯେତେବେଳେ ଶୁଣିଲେ ଗୋପୀ ବିଚାରନ୍ତି ମନ ଧନରେ ସବୁ ତ ଯାଇଥିଲା ଆଉ ତ କିଛି ନାହିଁ କେବଳ ଲଜ୍ଜା ଟିକେ ଲଜ୍ଜା ଥିଲା। ଆଜି ଲୁଗା ଗୁଡ଼ିକ ନେଇ ଗଛରେ ଲଗେଇଲା ଲଜ୍ଜା ଟିକେ ତ ମଧ୍ୟ ଆଜି ଚାଲିଯିବ। କୃଷ୍ଣ କହିଲେ ଗୋପୀ ଉର୍ଦ୍ଧ୍ୱ ହୋଇ ନମସ୍କାର କଲେ ମୁଁ ବାସ ଗୁଡ଼ିକ ଦେବି। ସମସ୍ତେ କୂଳକୁ ଆସ ହାତ ଉପରକୁ ଟେକି ନମସ୍କାର କର। ଗୋପୀ ମାନେ କଣ ଆସିଲେ ଅଳ୍ପ ଜଳରୁ ବାହାରି ଆସିଲେ ଅଳ୍ପ ଜଳରେ ଠିଆ ହେଇ ଏକ କର ସେ ସ୍ମର ପୁର ଗୋଟିଏ କର ଉପରକୁ ଟେକି କହିଲେ ରେ କୃଷ୍ଣ ଧର୍ମ କିଏ ଆମେ ବୁଝୁନା ତୁ ହଉଛୁ ଆମର ଧର୍ମ ଆମେ ନମସ୍କାର କରୁଛୁ ବାସ ଗୁଡ଼ିକ ଦିଅ। କୃଷ୍ଣ କହିଲେ କଣ ଗୋଟିଏ ହସ୍ତରେ ନମସ୍କାର କରିବା ବିଧେୟ ଦୁଇ ହାତ ଟେକିକିରି ନମସ୍କାର କର। ଗୋପୀ ମାନେ ଆଉ ହାତ ଟେକିଲେନି। ପ୍ରଭୁ ସେତିକି ବେଳେ କହିଲେ କହିଲେ ଗୋପୀ ତୁମକୁ ଉଦ୍ଧାର କରିବା ପାଇଁ ମୁଁ ଆସିଥିଲି 1600 ଗୋପ ନାରୀ ମତେ ବରିଲ ତପ କରି ତୁମରି ମାନଙ୍କ ପାଇଁ ମୁଁ ଅବତୀର୍ଣ୍ଣ ହେଇଛି କିନ୍ତୁ ତୁମେ ଉଦ୍ଧାର ହେଇପାରିବନି। କାହିଁକି ନା ଉଦ୍ଧାର ହେଇପାରିବ ନାହିଁ ଏପର୍ଯ୍ୟନ୍ତ ତୁମେ ମତେ ବୁଝିନା ଏପର୍ଯ୍ୟନ୍ତ ବୁଝିନା କହୁଛ କୃଷ୍ଣ ଆମର କୃଷ୍ଣ ଆମର କୃଷ୍ଣ ଆମର ଏ ଯାଏ କହୁଛ ମୁଁ କଣ ତୁମର ମୁଁ କଣ ତୁମର এইଥିପାଇଁ ତୁମେ ଉଦ୍ଧାର ହେଇପାରିବନି। ଯେତେବେଳେ କହିବ ଆମେ କୃଷ୍ଣର ଆମେ କୃଷ୍ଣର ଆମେ କୃଷ୍ଣର ସେତିକି ବେଳେ ତୁମ ମୁକ୍ତି ହେଇଯିବ। କହିଲେ ଆମେ ହଉଛୁ କୃଷ୍ଣର କୃଷ୍ଣ କହିଲେ ତୁମେ ଯଦି ମୋର ଇଏ ଲଜ୍ଜାଟା କାହାର ଲଜ୍ଜାଟା ତୋର ତୁମେ ଯଦି ମୋର ଲଜ୍ଜାଟା ମଧ୍ୟ ମୋର ଆଉ ତୁମେ କାହିଁ ଲଜ୍ଜାକୁ ବନ୍ଦ କରି ଜଳ ଭିତରେ ଅଛ ଆସ ପାଖକୁ ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ସବୁ ଧର୍ମକୁ ଛାଡ଼ି ମୋ ପାଦରେ ସ୍ୱର୍ଣ୍ଣବଶ ମୁକ୍ତି ହଉଣେ ଧୀମନ୍ତ ମଣ୍ଡଳୀ ମୋର ଦୀର୍ଘ ସମୟ ବସେଇବିନି
ପାଗର ଏପରି ବିପର୍ଯ୍ୟୟ କଥାବସ୍ତୁ ଆରମ୍ଭ କରୁ କରୁ ଭାଇମାନେ ଆସିଲେ ଆଉ ମୁଁ ଦୀର୍ଘ ସମୟ ନେବି ନା ଓରେ ମନେ ରଖେ ଏଇଠି କଥାବସ୍ତୁଟି ରହିଲା ଆପଣମାନେ ବସିକରି ଶୁଣିବେ କଣ ମନା କରିଛି କଣ ମନା କରୁଛି ବାପାଙ୍କୁ କୃଷ୍ଣକୁ ଦବାନି ରାଜା ପଚାରିଲେ କାହାକୁ ଦବା ରୁକ୍ମଣ କହିଲା ଅନେକ ବର୍ଷେ ସୁବିଭାତି ଭାରତ অনেক দেশে সুসদা সুশোভতে উপমা শ্রীযুত দিমে দিনী রুক্ম কহিলা কহিলা অনেক বর্ষেষু বিভাতি ভারত আরে পুଅ কেবল ভারত বর্ষ এইপরি গোটিয়ে না ଅଛି ଭାରତ ପଛରେ ବର୍ଷଟା ଅଛି ଭାରତ ପଛରେ ବର୍ଷଟା ଅଛି ଅନେକ ବର୍ଷେଷୁ ଅନେକ ବର୍ଷ ଏ ପୃଥିବୀ ପୃଷ୍ଠରେ ଥିଲା ଅର୍ଥାତ ଅନେକ ଦେଶ ସାଙ୍ଗରେ ବର୍ଷଟା ଯୋଡ଼ି ହେଇକରି ଥିଲା ଯେମିତି ଆମର ଭାରତ ବର୍ଷ ଏମିତି ଆଜ୍ଞା 9ଟା ବର୍ଷ ଥିଲା 9ଟା ଦେଶର ପଛରେ ବର୍ଷ ଶବ୍ଦଟା ଲାଗିଥିଲା ଆମେ ଭାରତ ବର୍ଷ ଆମ ଦେଶ ଏମିତିକା 9ଟା ଦେଶ ଥିଲା ତା ପଛରେ ଥିଲା ବର୍ଷ କହୁଛି ଅନେକ ବର୍ଷେଷୁ ବିଭାତି ଭାରତ ଯେତେ ବର୍ଷ ସବୁ ଅଛନ୍ତି 8ଟି ବର୍ଷ ଭାରତ ବାହାରେ ଅଛନ୍ତି ଇଏ 8ଟି ବର୍ଷ ଭିତରୁ ଭାରତ ହଉଛି ବର୍ଷ ଭିତରେ ଭାରତ ଶ୍ରେଷ୍ଠ ବେଲେ କହିନାହାନ୍ତି ଆପଣଙ୍କର ଭାଗବତରେ କଣ ପଦଟା କଣ ଭାରତେ ମନୁଷ୍ୟ ଜନ୍ମରେ ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ବାବୁ ଆସିକରି ଟିକେ କହିଗଲେଣି ଗୋଟିଏ କଥା ମୁଁ ତାଙ୍କୁ ବି ନିବେଦନ କଲି ଯେ ସମୟ ତ ଅତିରିକ୍ତ ଭାଇମାନେ ବସିଲେଣି ମୁଁ ଅଧିକ ସମୟ ନେଲେ ଦୋଷାବ ହେଇଯିବ ନା କଣ କରିବା ପଦୁଟି ଆପଣ କହିଦିଅନ୍ତୁ ତେଣୁ ତାଙ୍କରି କଥା ଅନୁସାରେ ମୁଁ ଆଜି କଥାବସ୍ତୁଟି ଚୁମ୍ବକରେ କହିବାକୁ ଯାଉଛି ଅଳ୍ପ ସମୟ ଭିତରେ ସାରିଦେବା ତେବେ ମନେ ରଖେ ଏଇ ଯୋଉ 9ଟା ବର୍ଷ ଆମର ହଉଛି ଭାରତ ବର୍ଷ ଆଉ 9ଟା ବର୍ଷ କିଏ କିଏ ତାର ନାଁ ଥିବ ତ କହିବେ ଭାଇ ମୋର କହିବ ଲକ୍ଷଣ ଭାଇ ଭାଗ ଜୀବ ମାରିଣ ମାଂସ ଖାଇ ସେ ପ୍ରାଣୀ ବୈକୁଣ୍ଠ ଜୀବ ବସିବ ଯିଏ ମଲା ଯିବ ସିଏ ବୈକୁଣ୍ଠକୁ ଯିବ ନା ଯିଏ ମାରିବ ସିଏ ବୈକୁଣ୍ଠକୁ ଯିବ ନା ଯିଏ ଖାଇବ ସିଏ ବୈକୁଣ୍ଠକୁ ଯିବ କହୁଛି କି କଥା ଆପଣ ମାନେ ତାଙ୍କଠୁ ଶୁଣିବେ 9ଟା ବର୍ଷ ଆମେ ଭାରତ ବର୍ଷରେ ଅଛେ ଆଉ ଆମ ପରେ କୋଉ ବର୍ଷ ସବୁ ଥିଲେ ଆଉ ସେ ନା ଏ ଯୁଗରେ ଆଉ ନାହିଁ ପରିବର୍ତ୍ତନ ସବୁ ହେଇଗଲାଣି ଭାଇ ମୋର ଆସିବେ ଆପଣଙ୍କୁ କହିବେ ଏ ଗୋଟିଏ କହୁଥିବା କଥା ଆପଣ ଶୁଣିବେ ଶୁଣ ବାପା ଭାଗବତରେ ଲେଖିଲେ ଜଗନ୍ନାଥ ଦାସ ଲେଖିଲେ ବୋଲେ ଭାରତ ମନୁଷ୍ୟ ଜନ୍ମରେ ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ ଭାଗବତରେ କହିଲେ ବୋଲେ ଭାରତରେ ଯୋଉ ଜନତା ମାନେ ଅଛନ୍ତି ଯୋଉ ଲୋକମାନେ ଅଛନ୍ତି ସେମାନେ ବିଶ୍ୱବାସୀଙ୍କ ଠାରୁ ଶ୍ରେଷ୍ଠ ଆରେ ବିଶ୍ୱରେ ତ ଅନେକ ଲୋକ ଅଛନ୍ତି କିନ୍ତୁ ବିଶ୍ୱବାସୀଙ୍କ ଠାରୁ ଭାରତୀୟ ମାନେ ହଉଛନ୍ତି ଶ୍ରେଷ୍ଠ ଅନୁମାନ କରାଯାଉଛି ଜଗନ୍ନାଥ ଦାସ ଯେହେତୁ ଭାରତୀୟ ତେଣୁ ସିଏ ବୋଧେ ଭାରତୀୟ ମାନଙ୍କ ସପକ୍ଷରେ ଏ ପଦଟା ଭାଗବତରେ ଲେଖିଲେ ବ୍ୟାସ ଲେଖିଲେ କଣ ବୋଲେ କ୍ଷଣାୟୁଷା ଭାରତ ଭୂଜୈବ ବରାହ ଭାରତୀୟ ମାନେ ହଉଛନ୍ତି ଶ୍ରେଷ୍ଠ ଏ କଥା ବ୍ୟାସ ମଧ୍ୟ ଲେଖିଲେ ଜଗନ୍ନାଥ ଦାସ ଲେଖିଲେ ଭାରତୀୟ ମାନେ କାହିଁକି ଶ୍ରେଷ୍ଠ ଧନ୍ୟ ଜୀବନ ତାର ସାର ଆରେ ପୁଅ ଏଇଥିପାଇଁ ଶ୍ରେଷ୍ଠ
ମୁକୁନ୍ଦ ପଦେ ମତେ ଯାର ଆରେ ଭାରତୀୟ ମାନଙ୍କର ମୁକୁନ୍ଦଙ୍କ ପଦରେ ଭଗବାନଙ୍କ ପଦରେ ଆଧ୍ୟାତ୍ମିକ ଜଗତରେ ଯଥେଷ୍ଟ ହାତ ରହିଛି। ଭାରତ ବର୍ଷରେ ଯେତେ ମନ୍ଦିର ଅଛି ଆଜ୍ଞା ଭାରତ ବାହାରେ ଯୋଉ ଦେଶ ମାନେ ଅଛନ୍ତି ସେ ଦେଶ ମାନଙ୍କରେ ଏତେ ମନ୍ଦିର ନାହାନ୍ତି। ତେଣୁ ଭାରତୀୟ ମାନେ ହଉଛନ୍ତି ଏଇଥିପାଇଁ ଶ୍ରେଷ୍ଠ। 10 ଜାତୀୟ ମନୁଷ୍ୟ ଏ ସୃଷ୍ଟିରେ ଅଛନ୍ତି। 10 ଜାତିର ମନୁଷ୍ୟ ଦେବ ଗନ୍ଧର୍ବ ମନୁଷ୍ୟ ପିଶାଚ ଦକ୍ଷ ରାକ୍ଷସ ମୃଗ ପିକ କାକ 10 ଜାତି ଭିଦିୟତେ 10 ଜାତିର ମନୁଷ୍ୟ ଅଛନ୍ତି। ଦେବତା ଉପରେ କୋଉଠି ନାହାନ୍ତି। ଆମ ଭିତରେ ଅଛନ୍ତି ଦେବତା। ଆମରି ଭିତରେ ଅଛନ୍ତି ଗନ୍ଧର୍ବ ଆମରି ଭିତରେ ଅଛନ୍ତି ମନୁଷ୍ୟ। ଆମେ ସମସ୍ତେ ମନୁଷ୍ୟ ନୁହଁ ମନୁଷ୍ୟ ରୂପକୁ ଧରିଛେ କିନ୍ତୁ ବାସ୍ତବରେ ମନୁଷ୍ୟ ଗୁଣ ଆମ ପାଖେ ନାହିଁ। ପୁଅ ନକୁଳ ତୁ କଣ ଗୋଟା ମନୁଷ୍ୟ ନା ମନୁଷ୍ୟ ନୁହଁ ମନୁଷ୍ୟର ଗୁଣ ନାହିଁ। ଦେବତା କିଏ ନା ଦେବ ଜାତି କ୍ଷମା ସର୍ବେ ଗୋଟିଏ ଗାଲକୁ ଜାବଡ଼ାଟେ ମାରିବେ ସିଏ ଯଦି ଆରପଟ ଗାଲକୁ ଦେଖେଇଦବ କଣ ଭାଇ ଛାଡ଼ିବୁ କାହିଁକି ଆଉ ବାହାରେ ଇଏ ହଉଛି ଦେବତାର ଗୁଣ ଏ ଦେବଜାତୀୟ ମନୁଷ୍ୟର ଗୁଣ। ଯୋଉମାନେ ଦେବଜାତୀୟ ମନୁଷ୍ୟ ସେ ସଦାବେଳେ କ୍ଷମା ଆଚରଣ କରନ୍ତି। କ୍ଷମା ବଶୀକୃତା ଲୋକେ ଦୁର୍ଜନ କିଂ କରିଷ୍ୟତି। ଆରେ କ୍ଷମା ଯାହା ପାଖରେ ଅଛି ଦୁର୍ଜନ କଣ କରିବ ପକେଇବ ଆଉ ବାହାରେ ଦେଖେଇଦବ ଆଉ ମାରିବ ତେଣୁ ସେ ହଉଛି ଦେବଜାତୀୟ ପୁରୁଷ। ଗନ୍ଧର୍ବ ନୃତ୍ୟ ଗାୟନେ ଯିଏ ନାଚ ଗୀତ କରୁଛନ୍ତି ସେମାନେ ଗନ୍ଧର୍ବ ଜାତୀୟ ପୁରୁଷ। ଦେବ ଗନ୍ଧର୍ବ ପିଶାଚ ପରପୀଡ଼ନେ ପିଶାଚ ଘରେ ଶୋଇଥିବ ମନରେ ଭାବୁଥିବ ଘରେ କାଳିକା ବାପ ଭିକ ମାଗୁଥିଲା ପୁଅ କଣ ଆଜି ଘଣ୍ଟା ହଲେଇକିରି ଦାଣ୍ଡରେ ଯାଉଛି ବାହାରେ ତେଣୁ ଘରେ ଶୋଇ ପରର ଛିଦ୍ରକୁ ଯିଏ ଅନ୍ୱେଷଣ କରେ ସେ ହଉଛି ପିଶାଚ ଜାତୀୟ ପୁରୁଷ। ଦେବ ଗନ୍ଧର୍ବ ପିଶାଚ ଯକ୍ଷ ସାଧନ ସଂଶୟ ବହୁ ଧନ ରୋଜଗାର କରିବ ସବୁଦିନ ସକାଳୁ ଗଣିକିରି ପେଡାରେ ତୋଇ ଚାପି ପକେଇ ମୁଣ୍ଡ ଉପରେ ପେଡା ରଖି ଶୋଇବ ପଇସା ଖର୍ଚ୍ଚ କରିବ। ପିଲାମାନେ ଛିଣ୍ଡା ଲେମ୍ପଡ଼ା କନା ପିନ୍ଧିକି ଦାଣ୍ଡକୁ ବାହାରୁଥିବେ ଲୁଣ ଖଟାଇନି ଖାଇବ ଖାଦ୍ୟ କଣ ସେ ବୁଝିବନି ଲୁଗାପଟା କଣ ବୁଝିବନି ଦୟନୀୟ ଅବସ୍ଥାରେ ସେ ଚଳିବ। ଇଏ ହଉଛି ଯକ୍ଷର ଲକ୍ଷଣ। ଯକ୍ଷ ପ୍ରକୃତି ଲୋକମାନଙ୍କର ଏ ଲକ୍ଷଣ ପଇସା ସଞ୍ଚୟ କରିକି ଥୋଇବେ ନିଜେ ଖାଇବେନି ଆଉ ଖାଇବ କିଏ ଜାଣିଛୁ ନ ଦେବାୟ ନ ବିପ୍ରାୟ ବନ୍ଧୁଭ୍ୟୋ ନ ଚାତ୍ମନେ କୃପଣସ୍ୟ ଧନଂ ଜାନ୍ତି ତସ୍କର ପ୍ରାର୍ଥିବ। ଦେବତାଙ୍କ କାର୍ଯ୍ୟରେ ସେ ଧନ କୃପଣର ଲାଗିପାରିବେନି ବ୍ରାହ୍ମଣ ବୈଷ୍ଣବ ସେ ଧନ ନେଇପାରିବେନି ଆତ୍ମୀୟ ସ୍ୱଜନ ମାନେ ସେ ଧନ ନେଇପାରିବେନି ତାକୁ ନବ କିଏ ନିଆଁ ଲାଗିବ ସବୁ ଯାକ ପଡିଯିବ ଖାଇଲେ ଖାଇବ ତସ୍କର ଆସିବ ବାହାରେ ପକେଇବ ସବୁ ନେଇଯିବ ନେଲେ ନବ ତସ୍କର ନତୁବା ପୁଅରେ କୋର୍ଟ କଚେରୀରେ କେସ୍ ବାସ ଲାଗିବ 2 ମହଲା କୋଠା ସେ ବିକ୍ରି ହବ 5 ବାଟି ଜମି ସେ ବିକ୍ରି ହବ ତୁମକୁ ଜାମିନ ଆଣିଲା ବେଳକୁ କୋଟି କୋଟି ଟଙ୍କା ଲାଗିବ। ଏଇଟା ମନେ ରଖନ୍ତୁ ଅକ୍ଷର ଅକ୍ଷରେ ଜାମିନ ଆଣି ଆସିଲା ପରେ ଅପରା ଧରିକିରି ଭିକ୍ଷା ମାଗିବ। ଇଏ ହଉଛି କୃପଣ ଧନ ଏଇ ବାଟରେ ଦେବ ଗନ୍ଧର୍ବ ପିଶାଚ ଯକ୍ଷ ରାକ୍ଷସ ଆମରି ଭିତରେ ଅଛନ୍ତି। ରାକ୍ଷସ କିଏ ବହୁ ଭକ୍ଷନ୍ତି ରାକ୍ଷସ ପ୍ରକୃତିର ଲୋକମାନେ ଅଳ୍ପ ଖାଦ୍ୟରେ ସନ୍ତୋଷ ନୁହଁ ତାଙ୍କୁ ଶିବିରେ ଖାଦ୍ୟ ଦରକାର ଅଧେ ଖାଇବେ ଅଧେ ଫୋପାଡ଼ିବେ ଏଗୁଡାକ ହଉଛନ୍ତି ରାକ୍ଷସ ପ୍ରକୃତିର ଲୋକ। ପିଶାଚ ଯକ୍ଷ ରାକ୍ଷସ ଖଗ ମୃଗ ଖଗଞ୍ଚ ବାକ୍ୟ ରଷ୍ଟଞ୍ଚ ଖଗ ଜାତୀୟ ଲୋକ ଯିଏ ଭାଇ ପାଲା ହଉଛି ଯିବା ଦେଖିବା ଆସ ଆସ ବାହାର ତମେ ଲୁଗାପଟା ପିନ୍ଧି ଗାଁରେ ଠିଆ ହେଇଥିବ ତାର ସେ ଖଟରେ ଶୋଇକିରି ଘୁଙ୍ଗୁଡି ମାରୁଥିବ ତେଣୁ କଥାର ଯାହାର ଠିକ ନାହିଁ ଯାହାକୁ ବାଗ୍ଦୋଷୀ ବୋଲି କହନ୍ତି ନିଜ କଥାର ମୂଲ୍ୟ ଯିଏ ରଖେ ନା ସେମାନେ ହଉଛନ୍ତି ଖଗ ଜାତୀୟ ପୁରୁଷ ମୃଗ ଜାତୀୟ ପୁରୁଷ ମୃଗଶ୍ଚ ମତି କାତରା ଗୋଟାଏ କାମ ଆରମ୍ଭ କରିଦବ 2 ଲକ୍ଷ ଖର୍ଚ୍ଚ ହେଇଯାଇଥିବ ଗାଁ
ଗାଁର 4 ଜଣ ଯିବେ କହିବ ଭାଇ କାହିଁ ଏମିତି କଲ ସେମିତି କରିଥିଲେ ହେଇଥାନ୍ତା ସେ କାମ ଆଜ୍ଞା ସେଇଠି ରହିଲା ଆଉ 2 ଲକ୍ଷ ଖର୍ଚ୍ଚ କରି ଆଉ ଗୋଟେ ଜାଗାରେ କାମ ଆରମ୍ଭ ହବ ଆଉ 5 ଜଣ ଯାଇ ଯଦି ଖୋଳି ଦେବେ କାମ ସେଇଠି ଯିଏ ମୃଗ ଜାତୀୟ ପୁରୁଷ ତା କେବେ ହେଲେ ତା କାମର ପୂର୍ଣ୍ଣାଙ୍ଗ ନାହିଁ ସବୁ ଅଧା ଜୀବନ ଯାକ ଖଗ ମୃଗ ପିକ କାକ ପିକଞ୍ଚ ବାଣୀ ମଧୁର ପିକ ଜାତୀୟ ପୁରୁଷ ଯିଏ 100 ମିଛ କହିବ ଆପଣଙ୍କୁ ଲାଗୁଥିବ ଗୋଟା ଯାକ ସତ ପାଣିରେ ସର ପକେଇବା ଯାହା ସେ ଚିକଣିଆ କଥା ପିକ ଜାତୀୟ ପୁରୁଷ କହେ କାକ ଜାତୀୟ ପୁରୁଷ ସର୍ବଭକ୍ଷନ୍ତି ବାୟସା କାକ ଜାତୀୟ ପୁରୁଷ ମାନେ ଯୋଉଠି ଯାହା ପାଇବେ ଖାଇଯିବେ ତାଙ୍କ ଖାଦ୍ୟ ରେଷ୍ଟ୍ରିକ୍ସନ କିଛି ନାହିଁ ତେବେ ମନୁଷ୍ୟ କିଏ ନା ମନୁଷ୍ୟ ଭକ୍ତି ମାପ୍ନୋତି ମନୁଷ୍ୟ ଭକ୍ତି ମାପ୍ନୋତି ଗୁରୁଙ୍କୁ ଭକ୍ତି କରିବ ଦେବତାଙ୍କୁ ଭକ୍ତି କରିବ ପିତାମାତାଙ୍କୁ ଭକ୍ତି କରିବ ପୁଅ ବୈଷ୍ଣବଙ୍କୁ ଭକ୍ତି କରିବ ବ୍ରାହ୍ମଣଙ୍କୁ ଭକ୍ତି କରିବ ଭକ୍ତି ଗୁଣ୍ଠିଲାକୁ ମୁଣ୍ଡରେ ମୁଣ୍ଡେଇ ଏ ଦୁସ୍ତର ସମୁଦ୍ରରୁ ଆନନ୍ଦରେ ପାରି ହେଇଯିବ ତେଣୁ ଭକ୍ତି ଭାବ ଯାହା ମନରେ ଅଛି ଈଶ୍ୱର ପ୍ରେମ ଯାହା ମନରେ ଅଛି ଈଶ୍ୱରଙ୍କ ପାଖରେ ଯାହା ମନ ସଦାବେଳେ ବାନ୍ଧି সেই জনক হচ্ছে মনুষ্য আজ সেই ঈশ্বর সমস্তଙ୍କର মঙ্গল বিধান করন্তু ଆଉ ଦୀର୍ଘ ସମୟ ମୁଁ ନେବି ନାହିଁ ହେଇଗଲାଣି ଭାଇ ମାନେ କ୍ଷମା ଦେବ ବିଚାର କର ଏ ଦୁର୍ମୀୟ ପାଗ ଅପାଗ ହବାରୁ ଆଜି ଏପରି ଅବ୍ୟବସ୍ଥା ହେଇଗଲା ହଉ ବାବୁ ମାନଙ୍କୁ ଯେ ଏବେ କରୁଅଛି ଓଳି ଦୟା କରିଥିବେ ସମସ୍ତଙ୍କୁ ମନ ମାଳିବ ହୁଳହୁଳି କର ଜାଳି ଥାଉ ସମସ୍ତଙ୍କ ଦୁଃଖ अधिकरू अधिक पाला देखिबा पई आमो चैनल सब्सक्राइब करंतु।